କ'ଣ ଆପଣ ଜାଣିଛନ୍ତି କି ଖରାଦିନେ ତାଳସଜ ଖାଇବା ଦ୍ୱାରା ଆମର କେଉଁ କେଉଁ ରୋଗ ସବୁ ଦୂର ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ତାଳସଜ ଖାଇବା ଦ୍ୱାରା ଆମର କ'ଣ ଉପକାର ହୋଇଥାଏ ତାହା ସମ୍ପର୍କରେ ଜାଣିବା। ଆଜିର ପ୍ରଥମ ପ୍ରଶ୍ନ, QR କୋଡ୍ ସର୍ବପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଆମେରିକା, ବି ଚୀନ, ସି ଜାପାନ, ଡି ଭାରତ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ଜାପାନ। QR କୋଡ୍ ଜାପାନ ଦେଶ ସର୍ବପ୍ରଥମେ ଆବିଷ୍କାର କରିଥିଲା। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରାଣୀ ଭୂମିକମ୍ପ ହେବା ପୂର୍ବରୁ ଆଗରୁ ଜାଣିପାରିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମାଛ, ବି କଇଁଛ, ସି ବିଛା, ଡି ବେଙ୍ଗ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ମାଛ। ମାଛ ପ୍ରାଣୀ ଭୂମିକମ୍ପ ହେବା ପୂର୍ବରୁ ଆଗରୁ ଜାଣିପାରିଥାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀ ମଣିଷର ମାଂସ ଖାଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଚିଲ, ବି ପେଚା, ସି ଶାଗୁଣା, ଡି ବାଦୁଡ଼ି। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ଶାଗୁଣା। ଶାଗୁଣା ପକ୍ଷୀ ମଣିଷର ମାଂସ ଖାଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ଅତ୍ୟଧିକ ଭିଟାମିନ୍ ଡି ଗ୍ରହଣ କରିବା ଦ୍ୱାରା କେଉଁ ରୋଗ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କିଡ଼ନୀ ରୋଗ, ବି ହାର୍ଟ ରୋଗ, ସି ମଧୁମେହ, ଡି ଯକ୍ଷ୍ମା। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ କିଡ଼ନୀ ରୋଗ। ଅତ୍ୟଧିକ ଭିଟାମିନ୍ ଡି ଗ୍ରହଣ କରିବା ଦ୍ୱାରା କିଡ଼ନୀ ରୋଗ ହେବାର ଆଶଙ୍କା ରହିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇବା ଦ୍ୱାରା ଶରୀରରେ କ୍ଷତ ବହୁତ ଶୀଘ୍ର ଠିକ୍ ହୁଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଆମ୍ବ, ବି ବାଦାମ, ସି ଖଜୁରୀ, ଡି ଡାଳିମ୍ବ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି ବାଦାମ। ବାଦାମ ଫଳ ଖାଇବା ଦ୍ୱାରା ଶରୀରରେ କ୍ଷତ ବହୁତ ଶୀଘ୍ର ଠିକ୍ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟର ମସ୍ତିଷ୍କ କେତେ ବର୍ଷ ପରେ ଦୁର୍ବଳ ହେବା ଆରମ୍ଭ କରିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 20 ବର୍ଷ, ବି 60 ବର୍ଷ, ସି 30 ବର୍ଷ, ଡି 40 ବର୍ଷ। ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି 40 ବର୍ଷ। ମନୁଷ୍ୟର ମସ୍ତିଷ୍କ 40 ବର୍ଷ ପରେ ଦୁର୍ବଳ ହେବା ଆରମ୍ଭ କରିଥାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଡକ୍ଟର ବି.ଆର୍. ଆମ୍ବେଦକର ଭାରତର କେଉଁ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମଧ୍ୟପ୍ରଦେଶ, ବି ମହାରାଷ୍ଟ୍ର, ସି ଉତ୍ତରପ୍ରଦେଶ, ଡି ତେଲେଙ୍ଗାନା। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ମଧ୍ୟପ୍ରଦେଶ। ଡକ୍ଟର ବି.ଆର୍. ଆମ୍ବେଦକର ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଭାରତର ବ୍ଲୁ ସିଟି ନାମରେ କିଏ ପରିଚିତ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ହାଇଦ୍ରାବାଦ, ବି କଲିକତା, ସି ଯୋଧପୁର, ଡି ଜୟପୁର। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ଯୋଧପୁର। ଭାରତର ବ୍ଲୁ ସିଟି ନାମରେ ଯୋଧପୁର ପରିଚିତ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଖରାଦିନେ ତାଳସଜ ଖାଇବା ଦ୍ୱାରା କେଉଁ ରୋଗ ଦୂର ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଯକ୍ଷ୍ମା, ବି ଜଣ୍ଡିସ୍, ସି କ୍ୟାନ୍ସର, ଡି ଏସିଡିଟି।
ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ଏସିଡ଼ିଟି। ଖରାଦିନେ ତାଳସଜ ଖାଇବା ଦ୍ୱାରା ଏସିଡ଼ିଟି ରୋଗ ଦୂର ହୋଇଥାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା, କେଉଁ ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଅଙ୍ଗୁର, ବି ତୁତକୋଳି, ସି ବରକୋଳି, ଡି ଚେରି। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ଏବଂ ଏହି ଭିଡ଼ିଓରେ କେତୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ତାହା ମଧ୍ୟ କମେଣ୍ଟ କରି ନିଶ୍ଚୟ କୁହନ୍ତୁ।